ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ନୂତନ ଭୋଟର ଭାବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କିମ୍ବା ସଂଶୋଧନ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଆଜି ସକାଳ 10ଟାରୁ ସନ୍ଧ୍ୟା 5ଟା ଯାଏଁ ଚାଲିବ। ଇଚ୍ଛୁକ ବ୍ୟକ୍ତିମାନେ ସେମାନଙ୍କର ଭୋଟର ତାଲିକାରେ ସଂଶୋଧନ କିମ୍ବା ଭୋଟର ତାଲିକାରେ ନୂତନ ଭାବରେ ନାମ ପଞ୍ଜୀକରଣ ନିକଟସ୍ଥ ବୁଥ୍ ସ୍ତରୀୟ ଅଧିକାରୀଙ୍କ ପାଖରେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ କରିପାରିବେ। voters.eci.gov.in ୱେବସାଇଟ୍ରେ ଅନଲାଇନ୍ ଜରିଆରେ ମଧ୍ୟ ଏହି ବ୍ୟବସ୍ଥା ଉପଲବ୍ଧ ଅଛି। ଜାଣନ୍ତୁ କେମିତି କରିବେ ଆବେଦନ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭଲ ଲାଗିଲେ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିନିଅନ୍ତୁ। ଯେଉଁମାନେ ଭୋଟର ଲିଷ୍ଟକୁ ସଂଶୋଧନ ବା ନାମ ଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଏସବୁ ମଧ୍ୟରେ ଆବେଦନ କରିପାରିବେ। ଭୋଟର ତାଲିକାରେ ସଂଶୋଧନ କରିବାକୁ ଚାହୁଁଥିଲେ ଆପଣ ମୋବାଇଲ ଆପ୍ ମାଧ୍ୟମରେ କରିପାରିବେ। ଆପଣ ପ୍ଲେ ଷ୍ଟୋରକୁ ଯାଇ ଭୋଟର ହେଲ୍ପଲାଇନ୍ ଆପ୍ ଡାଉନଲୋଡ଼ କରି ଆବେଦନ କରିପାରିବେ। ଆପଣ ଅନଲାଇନରେ ମଧ୍ୟ ଏହି ଆବେଦନ କରିପାରିବେ। ସେଥିପାଇଁ www.voterportal.ed.gov.in କିମ୍ବା www.nvsp.in ଲଗ୍ଇନ୍ କରି ଆବେଦନ କରିପାରିବେ। ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ମଧ୍ୟ ଆପଣ ଏହି ସଂଶୋଧନ ପାଇଁ ଆବେଦନ କରିପାରିବେ। ଅଧିକ ତଥ୍ୟ ପାଇଁ ଆପଣ ଭୋଟର ହେଲ୍ପଲାଇନ୍